ବରୁଥୁନି ଏକାଦଶୀ ଦିନ ଗୋଟିଏ ପବିତ୍ର ପର୍ବରେ ଏହି ବିଶେଷ ଗୋଟା ଧଣିଆର ଏହି ଉପାୟକୁ ଯଦି ଶ୍ରଦ୍ଧା, ବିଧି ଓ ବିଶ୍ୱାସର ସହ କରିବେ ତ ଆପଣ ଯେତେ ବଡ଼ ଦରିଦ୍ର ହେଇଥାନ୍ତୁ ନା କାହିଁକି ଆପଣଙ୍କର ଭାଗ୍ୟ ବଦଳିଯିବ ଏବଂ ଆପଣ ବି କରୋଡ଼ପତି ବନିବାର ପ୍ରଥମ ପାଦ ରଖିପାରିବେ। ବରୁଥୁନି ଏକାଦଶୀ ଯାହାକି ବୈଶାଖ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥିକୁ ଆସିଥାଏ। ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ଏହି ଏକାଦଶୀ ଦିନଟି ସମର୍ପିତ ହୋଇଥାଏ। ଏହି ବ୍ରତ ପାପକୁ ନାଶ କରିଥାଏ ଏବଂ ଭକ୍ତର ଦରିଦ୍ରତାକୁ, ରୋଗକୁ, କରଚଟ, ଦୁଃଖ ଓ ଦୁର୍ଭାଗ୍ୟକୁ ବି ଦୂର କରିଦେଇଥାଏ। ଏହି ଦିନ କରାଯାଉଥିବା ଛୋଟିଆ ଉପାୟ ବି ଅନେକ ଗୁଣା ଫଳଦାୟକ ହୋଇଥାଏ। ଆଜି ଆମେ ଯେଉଁ ଉପାୟ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେହି ଉପାୟ ଗୋଟା ଧଣିଆ ସହ ଯୋଡ଼ା ଏକ ଅଦ୍ଭୁତ ଓ ଦୁର୍ଲଭ ମହାପ୍ରୟୋଗ। ଏହି ଉପାୟକୁ କେବଳ ଏକାଦଶୀ ଦିନ କରାଯାଇଥାଏ। କାହିଁକି ନା ଏହି ଦିବ୍ୟ ଓ ଶୁଦ୍ଧତା କାରଣରୁ ଏହି ଉପାୟ ତୁରନ୍ତ ପ୍ରଭାବ ଦେଖାଇଥାଏ। ଧଣିଆକୁ କେବଳ ରୋଷେଇ କାର୍ଯ୍ୟରେ ଯେ ବ୍ୟବହୃତ ହୋଇଥାଏ ତାହା ନୁହେଁ, ବରଂ ଧନିଆର ଧାର୍ମିକ ଓ ତାନ୍ତ୍ରିକ ଦୃଷ୍ଟିରେ ଯେଉଁ ମହତ୍ତ୍ୱ ରହିଥାଏ ତାହା ବହୁତ କମ୍ ଲୋକଙ୍କୁ ଜଣାଥାଏ। ପ୍ରାଚୀନ ଗ୍ରନ୍ଥ ଓ ତନ୍ତ୍ରଶାସ୍ତ୍ରରେ କୁହାଯାଏ କି ଧଣିଆ ନା କେବଳ ସ୍ୱାସ୍ଥ୍ୟ ଓ ଔଷଧୀୟ ରୂପରେ ଉପଯୋଗୀ ହୋଇଥାଏ, ବରଂ ଏହା ମାତା ଲକ୍ଷ୍ମୀଙ୍କର ସାଧନାରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ମାଧ୍ୟମ ଅଟେ। ଖାସ୍ କରି ଧଣିଆର ପ୍ରୟୋଗ ଏକାଦଶୀ ଓ ପୂର୍ଣ୍ଣିମାରେ କରାଯାଏ ତ ଏହା ଅଦ୍ଭୁତ ଫଳ ଆପଣଙ୍କୁ ଦେଇଥାଏ। ତ ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଜଣାଇବୁ କି ବରୁଥୁନି ଏକାଦଶୀ ଦିନ କିପରି 7 ଗ୍ରାମ ଗୋଟା ଧଣିଆର ଏହି ଠିକ୍ ତରିକାରେ ପ୍ରୟୋଗ କରି ଆପଣ ଆପଣଙ୍କ ଜୀବନରେ ଆର୍ଥିକ ସ୍ଥିତିକୁ ଚମତ୍କାର ସୁଧାର ଆଣିପାରିବେ। ଯେଉଁ କାର୍ଯ୍ୟ ଆପଣ ବର୍ଷ ସାରା କରିପାରୁନାହାନ୍ତି ତାହା ଏହି ଉପାୟର ପ୍ରଭାବରେ କିଛି ଦିନରେ ହିଁ ଆପଣଙ୍କ ହାତରେ ହେବ। ଆଉ ଏଥିପାଇଁ ଆପଣଙ୍କୁ ନା କିଛି ତନ୍ତ୍ରମନ୍ତ୍ର କରିବାକୁ ପଡ଼ିବ ନା ଗୁଣିଗାରେଡ଼ି କରିବାକୁ ପଡ଼ିବ। ବାସ୍ ଆପଣ ଖାଲି ସଚ୍ଚା ମନରେ ଶ୍ରଦ୍ଧାର ସହ ଏହି ବିଧିପୂର୍ବକ ଏହି ପ୍ରୟୋଗକୁ କରିବେ। ଏହି ଉପାୟକୁ କରିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ବରୁଥୁନି ଏକାଦଶୀ ଦିନ ମହତ୍ତ୍ୱର ବୁଝିବା ଦରକାର। ଏହି ବ୍ରତ ସ୍ୱୟଂ ଧର୍ମରାଜ ଯୁଧିଷ୍ଠିରଙ୍କୁ ଭଗବାନ ଶ୍ରୀକୃଷ୍ଣ ଶୁଣାଇଥିଲେ ଆଉ କହିଥିଲେ କି ଯେଉଁ ମନୁଷ୍ୟ ଏହି ଏକାଦଶୀକୁ କରିଥାନ୍ତି ସେ ଜନ୍ମ ଜନ୍ମାନ୍ତର ପାପରୁ ମୁକ୍ତି ପାଇ ଯାଇଥାନ୍ତି। ତାଙ୍କ ଭାଗ୍ୟ ସ୍ୱୟଂ ଲକ୍ଷ୍ମୀ ମାତାଙ୍କ ଚରଣକୁ ଚାଲି ଯାଇଥାଏ। ଏହି ଦିନ ଉପବାସ, ଭଜନ କୀର୍ତ୍ତନ, ସତ୍ସଙ୍ଗ ଓ ବିଶେଷ ଉପାୟ ଅତ୍ୟଧିକ ଶୁଭ ମନାଯାଏ। ଏହି ଦିନ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଉଠିବେ, ସ୍ନାନ କରି ଶୁଦ୍ଧ ବସ୍ତ୍ର ଧାରଣ କରି ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ଆପଣଙ୍କ ଘରର ଈଶାନ କୋଣରେ ସ୍ୱଚ୍ଛ କରିବେ। ତାପରେ ଗୋଟିଏ ହଳଦିଆ କପଡ଼ାକୁ ଆପଣଙ୍କର ଈଶାନ କୋଣରେ ପାରିଦେବେ। ସେହି କପଡ଼ା ଉପରେ ଗୋଟିଏ ଚୌକି ରଖିଦେବେ। ସେହି ଚୌକି ଉପରେ ଭଗବାନ ବିଷ୍ଣୁଙ୍କ ପ୍ରତିମା କିମ୍ବା ଫଟୋ ସ୍ଥାପନ କରିବେ। ହଳଦିଆ ପୁଷ୍ପ, ହଳଦିଆ ବସ୍ତ୍ର, ତୁଳସୀ ଜଳ ଏବଂ ହଳଦିଆ ରଙ୍ଗର ପ୍ରସାଦ ଅର୍ପିତ କରିବେ। ସେହି ଜାଗାରେ ବସି ପଡ଼ିବେ। 11ରୁ 12 ଥର ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ମନ୍ତ୍ରକୁ ଜପ କରିବେ। ଯେବେ ଆପଣ ମନ୍ତ୍ର କରିସାରିବେ, ଯେବେ ଆପଣ ମାନସିକ ରୂପରେ ଶୁଦ୍ଧ ହୋଇଯିବେ, ସେବେ ଏହି ମହା ଉପାୟ ଆରମ୍ଭ କରିବେ। ଗୋଟା ଧଣିଆର ଉପାୟ। ଏବେ ଆସନ୍ତୁ ଜାଣିବା ବରୁଥୁନି ଏକାଦଶୀ ଦିନ ଗୋଟା ଧଣିଆର ଉପାୟ କିପରି କରିବେ। ଆପଣ ଏହି ଉପାୟ ପାଇଁ ମାତ୍ର 1 ମୁଠି ଗୋଟା ଧଣିଆ ନେବେ, ମାନେ 5ରୁ 7 ଗ୍ରାମ ଧଣିଆ ନେବେ। ଏହି ଧଣିଆକୁ ଗୋଟା ସଫା ଧଳା କପଡ଼ାରେ ବାନ୍ଧିଦେବେ। କପଡ଼ା ନୂଆ ଯଦି ୟୁଜ୍ କରିବେ ତ ଏହା ଅତ୍ୟନ୍ତ ଶୁଭ ହୋଇଥାଏ, କିନ୍ତୁ ଯଦି ନୂଆ କପଡ଼ା ଆପଣଙ୍କ ପାଖରେ ନାହିଁ ତ ପୁରୁଣା ଧଳା କପଡ଼ାକୁ ଗଙ୍ଗା ଜଳ କିମ୍ବା ଗୋମୂତ୍ରରେ ଶୁଦ୍ଧ କରିନେବେ ଏବଂ ସେହି କପଡ଼ାରେ ସେହି ଧଣିଆକୁ ବାନ୍ଧିଦେବେ। ସେହି ଧଣିଆ ପୋଟଳିକୁ ଆପଣଙ୍କର ପ୍ରଥମ ପୂଜା ଘରେ ଭଗବାନ ବିଷ୍ଣୁଙ୍କ ଚରଣରେ ରଖିଦେବେ। ଏହାପରେ 108 ଥର ଶ୍ରୀ 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 ମହାଲକ୍ଷ୍ମୀ ନମଃ ଏହି ମନ୍ତ୍ରକୁ ଜପ କରିବେ। ଆଉ ଏହି ମନ୍ତ୍ରଟି ହେଉଛି ବୀଜ ମନ୍ତ୍ର। ମାତା ଲକ୍ଷ୍ମୀକୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏବେ ସେହି ଧଣିଆକୁ ତା ପରଦିନ ମାନେ ବରୁଥୁନି ଏକାଦଶୀର ପରଦିନକୁ ଆପଣଙ୍କର ପର୍ସ ବା ଟ୍ରେଜରୀରେ ରଖିଦେବେ।
ଏହା ଆପଣଙ୍କର ଧନର ଆଗମନର ଦ୍ୱାର ଖୋଲିଥାଏ। ଏହି ଉପାୟକୁ କରିବା ସମୟରେ ମନରେ ଆପଣଙ୍କର କୌଣସି ବି ସଂକୋଚ ରଖିବେ ନାହିଁ, କାହିଁକି ନା ଆସ୍ଥା ଏହି ସବୁଠାରୁ ବଡ଼ ପୁଞ୍ଜି ଅଟେ। ଏହା ସହ ଗୋଟିଏ କଥାକୁ ବିଶେଷ କରି ଧ୍ୟାନ ରଖିବେ, ଏହି ଉପାୟକୁ କରିବା ସମୟରେ କାହାକୁ ବି କହିବେ ନାହିଁ। ଏହି ଉପାୟଟି ଗୋପନୀୟ ଉପାୟ ଅଟେ। ଆଉ ଯେବେ ଗୋପନ ରଖିବେ ସେତିକି ପ୍ରଭାବ ଏହି ଉପାୟର ପରିଣାମ ପଡ଼ିବ। ଆପଣଙ୍କୁ ଆମର ଗୋଟିଏ ଅନୁରୋଧ, ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତେବେ କୃପା କରି ଆମର ଏହି ଚ୍ୟାନେଲ ରୋଜି ପିହୁ 1234କୁ ସବସ୍କ୍ରାଇବ୍ ଜରୁର କରିଦିଅନ୍ତୁ। ଭିଡ଼ିଓକୁ ଗୋଟିଏ ଲାଇକ୍ ଜରୁର କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀହରି ବିଷ୍ଣୁ ଅବଶ୍ୟ ଲେଖନ୍ତୁ। ଏବେ ଆସନ୍ତୁ, ଏମିତି କେଉଁ ଉପାୟ ଅଛି ଉପାୟକୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା, କରଜ ଓ ଦୁର୍ଭାଗ୍ୟକୁ ଜୀବନରୁ ସବୁବେଳ ପାଇଁ ବିଦା ହୋଇଯିବ। ଧଣିଆ ଏହି ଉପାୟକୁ କରିବା ଦ୍ୱାରା ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ ଏବଂ ତାଙ୍କ କୃପା ତାଙ୍କ ଭକ୍ତ ଉପରେ ବର୍ଷା କରିଥାନ୍ତି। ଗୋଟା ଧଣିଆର ରଙ୍ଗ ହଳଦିଆ ହୋଇଥାଏ, ଯାହା ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାଏ। ବରୁଧନି ଏକାଦଶୀ ସ୍ୱୟଂ ଗୋଟିଏ ପର୍ବ ହୋଇଥାଏ। ଏହି ଦିନ ଆମେ କେବଳ ଭଗବାନ ବିଷ୍ଣୁଙ୍କୁ ଉପାସନା କରିନଥାଉ, ବରଂ ଆପଣଙ୍କର ଭାଗ୍ୟର ନୂଆ ନୂଆ ଦ୍ୱାର ଖୋଲିବାର ପ୍ରକ୍ରିୟାକୁ ବି ପ୍ରାରମ୍ଭ କରିଥାଉ। ଖାସ୍ କରି ଆମେ ସେହି ଘରୋଇ ପଦାର୍ଥ ଗୋଟା ଧଣିଆର ଉପାୟ କରିଥାନ୍ତି। ଏହା ପ୍ରକୃତିଠାରୁ ଆଧ୍ୟାତ୍ମିକର ସଂଯୋଗ ବନିଯାଇଥାଏ। ଗୋଟା ଧଣିଆ ଅତ୍ୟନ୍ତ ପବିତ୍ର ଓ ସମ୍ପୂର୍ଣ୍ଣତାର ମଞ୍ଜି ଅଟେ। ଯଦି ବରୁଧନି ଏକାଦଶୀର ପୁଣ୍ୟ ଦିନରେ ଧଣିଆର ପ୍ରୟୋଗ କରାଯାଏ ତ ଏହା ଧନ ଆଗମନ, ବ୍ୟାପାରରେ ବୃଦ୍ଧି, ଚାକିରିରେ ପ୍ରମୋଶନ, ରୋକି ହୋଇଯାଇଥିବା ପଇସା ଓ ଧନର ନିରନ୍ତରରେ ଅତ୍ୟନ୍ତ ସହାୟକ ହୋଇଥାଏ। ଆଉ ଉପାୟଟି ହେଉଛି, ଗୋଟା ଧଣିଆକୁ ହଳଦିଆ କପଡ଼ାରେ ବାନ୍ଧିବେ, ତା ସହିତ ଅଳ୍ପ ଚାଉଳ ଓ ଗୋଟିଏ 1 ଟଙ୍କିଆ କଏନ୍ଟେ ରଖିବେ। ଆଉ ସେହି କଏନ୍ ଯଦି ଚାନ୍ଦିର ହେବ ତ ତାହା ଅତ୍ୟଧିକ ଶୁଭ ହୋଇଥାଏ। ଯଦି ଚାନ୍ଦିର କଏନ୍ ଆପଣଙ୍କ ପାଖରେ ନାହିଁ ତେବେ ତମ୍ବା କିମ୍ବା ପିତ୍ତଳର ବି କଏନ୍ ଆପଣ ନେଇପାରିବେ। ଗୋଟିଏ ପୋଟଳିଟିଏ ବନାଇଦେବେ, ସେହି ପୋଟଳିକୁ ଆପଣ ଭଗବାନ ବିଷ୍ଣୁଙ୍କ ଚରଣରେ ରଖି ମନ୍ତ୍ର ଜପ କରିବେ। ଆଉ ମନ୍ତ୍ରଟି ହେଉଛି ଓମ୍ ନମୋ ଭଗବତେ ବାସୁଦେବାୟ ନମଃ। ଏହି ମନ୍ତ୍ରକୁ ଜପ କରି ସେହି ପୋଟଳିଟିକୁ ଗୋଟିଏ ପବିତ୍ର ଧନ ପୋଟଳିଟିଏ ବନିଯାଇଥାଏ। ଏହି ପୋଟଳିକୁ ଆପଣ ଆପଣଙ୍କର ପର୍ସରେ ରଖିବେ କିମ୍ବା ଆପଣଙ୍କର ବ୍ୟାପାର ସ୍ଥାନରେ ରଖିପାରିବେ। ଆପଣଙ୍କର ତ୍ରେଜୋରୀରେ ବି ଏହି ପୋଟଳିକୁ ରଖିପାରିବେ। ଯଦି ଆପଣ ଏହି ପୋଟଳିକୁ ଆପଣଙ୍କର ଇଶାଣରେ ଗୁପ୍ତ ରୂପରେ ରଖିବେ ତ ମନେ ରଖନ୍ତୁ, ଏହି ପୋଟଳିକୁ କେବେ ବି କାହାକୁ ଦେଖାଇବେ ନାହିଁ। ଯଦି ଏହି ପୋଟଳିକୁ ଗୁପ୍ତ ରଖାଯିବ ତ ଏହାର ଶକ୍ତି 1000 ଗୁଣା ବଢ଼ିଯାଇଥାଏ। ଏହି ଉପାୟକୁ କରିବା ଦ୍ୱାରା ଜୀବନରେ ଗୋଟିଏ ନୂଆ ଉର୍ଜାର ପ୍ରବେଶ ହୋଇଥାଏ। ଯେଉଁ ଲୋକଙ୍କ ଜୀବନରେ ବାରମ୍ବାର ପଇସାକୁ ନେଇ ସମସ୍ୟା ଆସିଥାଏ, ବେପାରରେ ଯଦି ବାଧା ଆସୁଥାଏ, ପର୍ସ ସବୁବେଳେ ଖାଲି ରହିଥାଏ, ଅଚାନକ ଖର୍ଚ୍ଚ ବଢ଼ି ଚାଲିଥାଏ, ତ ତାଙ୍କ ପାଇଁ ଏହି ଉପାୟ କୌଣସି ବରଦାନ ଠାରୁ ବି କମ୍ ନୁହେଁ। ଏହି ଉପାୟକୁ କରିବା ଦ୍ୱାରା ସକାରାତ୍ମକର ପରିବର୍ତ୍ତନ ଆସିଥାଏ। ବରୁଧନି ଏକାଦଶୀ ଦିନ ଯଦି ଆପଣ ଏହି ଉପାୟକୁ କରି ଧଣିଆକୁ କେବଳ ଆପଣଙ୍କର ପର୍ସରେ ରଖିବେ ନାହିଁ, ବରଂ ଏହି ଉପାୟ କରିବା ସମୟରେ ଯଦି ଗୋଟିଏ ସୋରିଷ ତେଲରେ ଦୀପ ଜାଳିଦେବେ କିମ୍ବା ଗାଈର ଘିଅରେ ସେହି ଦୀପରେ ଗୋଟିଏ ଲବଙ୍ଗ ପକାଇ ଦୀପଟିଏ ଜାଳିବେ ତ ସେହି ଉପାୟ ଆହୁରି ଅଧିକ ଚମତ୍କାରୀ ଓ ସ୍ପିଡିରେ କାମ କରିଥାଏ। ସେହି ଦୀପକୁ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ରଖିବେ ଏବଂ ଗୋଟିଏ ଥର ଭଗବାନ ବିଷ୍ଣୁଙ୍କର ସହସ୍ର ନାମ କିମ୍ବା ଶ୍ରୀ ସ୍ତୁପ ପାଠ କରିବେ। ଯଦି ଏହା ସମ୍ଭବ ନୁହେଁ, ଯଦି ଆପଣ ଭଗବାନ ବିଷ୍ଣୁଙ୍କର ସହସ୍ର ନାମ ଓ ଶ୍ରୀ ସ୍ତୁପ ପାଠ କରିପାରିବେ ନାହିଁ, ତେବେ କେବଳ ଆଉ କେବଳ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ମନ୍ତ୍ରକୁ 108 ଥର ଜପ କରିବେ ତ ଏହା ଦ୍ୱାରା ପୁରା ବ୍ରହ୍ମାଣ୍ଡର ସକାରାତ୍ମକ ଊର୍ଜା ଆପଣଙ୍କ ଜୀବନରେ ସକ୍ରିୟ ହୋଇଯାଏ। ଆଉ ଏହା ଆପଣଙ୍କ ଜୀବନରେ ଗୋଟିଏ ରକ୍ଷା କବଚ ବନିଯାଇଥାଏ। ଆପଣଙ୍କ ଘରେ ଧନ ଧାନ୍ୟରେ ଭରି ଦେଇଥାଏ। କେବେ ବି ଆପଣଙ୍କ କୌଣସି ଧନଜନିତ ସମସ୍ୟାରେ ପଡ଼ିବାକୁ ଦେଇନଥାଏ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଆପଣଙ୍କୁ ଆମର ଅନୁରୋଧ, ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ।
ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।